କରନ୍ତୁ। ଏହା କରିବା ଦ୍ୱାରା ଆପଣ ଏହିଭଳି ତଥ୍ୟ ସର୍ବପ୍ରଥମେ ପାଇପାରିବେ। କର୍ମାବାଇ ମହାପ୍ରଭୁଙ୍କର ଜଣେ ମହାନ ଭକ୍ତ ଥିଲେ। ସେ ପୁରୀରେ ରହୁଥିଲେ। ପିଲାଦିନରୁ ତାଙ୍କ ପୁଅ ରୂପରେ ଭଗବାନଙ୍କୁ ସେ ଉପାସନା କରୁଥିଲେ। ଦିନେ କର୍ମାବାଇ ଠାକୁରଙ୍କୁ ଫଳ ବଦଳରେ ନିଜ ହାତର ପ୍ରସ୍ତୁତ କିଛି ଖାଦ୍ୟ ଖାଇବାକୁ ଦେବାକୁ ଚାହିଁଲେ। ସେ ଜଗନ୍ନାଥଙ୍କୁ ତାଙ୍କର ଇଚ୍ଛା କହିଥିଲେ। ଭକ୍ତମାନଙ୍କ ପାଇଁ ଭଗବାନ ସମ୍ପୂର୍ଣ୍ଣ ଭାବରେ ଉପସ୍ଥିତ। ମହାପ୍ରଭୁ କହିଲେ, ମା, ତୁମେ ଯାହା ପ୍ରସ୍ତୁତ କରିଛ ମୋତେ ଖାଇବାକୁ ଦିଅ, ମୁଁ ବହୁତ ଭୋକିଲା ଅଛି। କର୍ମାବାଇ ଖିଚୁଡ଼ି ପ୍ରସ୍ତୁତ କରିସାରିଛନ୍ତି। ସେ ଠାକୁରଙ୍କୁ ଖିଚୁଡ଼ି ଖାଇବାକୁ ଦେଇଛନ୍ତି। ମହାପ୍ରଭୁ ବହୁତ ଉତ୍ସାହର ସହିତ ଖିଚୁଡ଼ି ଖାଇବା ଆରମ୍ଭ କଲେ। ଭକ୍ତବତ୍ସଳ ଭଗବାନ କହିଛନ୍ତି ଯେ, ମା, ମୁଁ ଖିଚୁଡ଼ିକୁ ବହୁତ ପସନ୍ଦ କଲି। ତୁମେ ପ୍ରତିଦିନ ଖିଚୁଡ଼ି ରାନ୍ଧ। ମୁଁ ଏଠାକୁ ଆସି ଏହାକୁ ଖାଇବି। ବର୍ତ୍ତମାନ କର୍ମାବାଇ ପ୍ରତିଦିନ ସକାଳୁ ଉଠୁଥିଲେ ଏବଂ ସର୍ବପ୍ରଥମେ ଖିଚୁଡ଼ି ପ୍ରସ୍ତୁତ କରୁଥିଲେ। ସେ ଏହାକୁ ପ୍ରତିଦିନ କରି ଆସୁଥିଲେ। ଭଗବାନ ମଧ୍ୟ ପ୍ରତିଦିନ ସକାଳେ ଆସୁଥିଲେ। ସେ ଆସିବା ମାତ୍ରେ କହିବେ, ମା, ଶୀଘ୍ର ମୋର ପ୍ରିୟ ଖିଚୁଡ଼ି ଆଣ। ଏହା ଦୈନନ୍ଦିନ କାର୍ଯ୍ୟରେ ପରିଣତ ହେଲା। ଭଗବାନ ସକାଳୁ ଆସି ଖାଦ୍ୟ ଖାଇ ଚାଲିଯାଆନ୍ତି। ଥରେ ମହାତ୍ମା କର୍ମାବାଇ ପାଖକୁ ଆସିଲେ। ସେତେବେଳେ ମହାତ୍ମା ତାଙ୍କୁ ଖିଚୁଡ଼ି ତିଆରି କରୁଥିବା ଦେଖି ରାଗିଗଲେ ଏବଂ କହିଲେ, ମା, ତୁମେ ଏ କ'ଣ କରୁଛ? ସର୍ବପ୍ରଥମେ ତୁମେ ଗାଧୋଇ ପୂଜା କରିବା ଉଚିତ, କିନ୍ତୁ ତୁମେ ତୁମର ପେଟ ପାଇଁ ଚିନ୍ତିତ ଅଛ। କର୍ମାବାଇ କହିଛନ୍ତି, ମୁଁ କ'ଣ କରିବି ମହାରାଜ? ଯେଉଁ ଭଗବାନଙ୍କୁ ପୂଜା କରୁଛି ସେ ସକାଳୁ ଭୋକରେ ଆସନ୍ତି। ତାଙ୍କ ପାଇଁ ମୁଁ ସମସ୍ତ କାର୍ଯ୍ୟ ଛାଡ଼ି ପ୍ରଥମେ ଖିଚୁଡ଼ି ପ୍ରସ୍ତୁତ କରେ। ମହାତ୍ମା ଭାବିଲେ, ବୋଧହୁଏ କର୍ମାବାଇ ନିଜର ମନ ହରାଇଛନ୍ତି। ସେ କହୁଛନ୍ତି ଯେପରି ଭଗବାନ ତାଙ୍କ ଦ୍ୱାରା ପ୍ରସ୍ତୁତ ଖିଚୁଡ଼ି ଖାଇବା ପାଇଁ ଭୋକିଲା ବସିଛନ୍ତି। ମହାତ୍ମା କର୍ମାବାଇଙ୍କୁ ବୁଝାଇବାକୁ ଲାଗିଲେ, ମା, ତୁମେ ଭଗବାନଙ୍କୁ ଅପବିତ୍ର କରୁଛ। ସକାଳେ ଗାଧୋଇବା ପରେ ପ୍ରଥମେ ରୋଷେଇ ଘର ସଫା କର, ତାପରେ ଭଗବାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କର। ପରଦିନ କର୍ମାବାଇ ମଧ୍ୟ ତାହା କଲେ। ସକାଳୁ ଆସିବା ମାତ୍ରେ ଭଗବାନ ଆସି କହିଲେ, ମା, ମୁଁ ଆସିଛି, ଖିଚୁଡ଼ି ଆଣ। କର୍ମାବାଇ କହିଲେ, ପ୍ରଭୁ, ମୁଁ ବର୍ତ୍ତମାନ ସ୍ନାନ କରୁଛି, କିଛି ସମୟ ଅପେକ୍ଷା କର। କିଛି ସମୟ ପରେ ଭଗବାନ ପୁନର୍ବାର ଡାକିଲେ, ମା, ଶୀଘ୍ର ଆଣ, ମୋ ମନ୍ଦିରର କବାଟ ଖୋଲିବ, ମୋତେ ଯିବାକୁ ପଡ଼ିବ। କର୍ମାବାଇ କହିଲା, ବର୍ତ୍ତମାନ ମୁଁ ରୋଷେଇ ଘର ସଫା କରୁଛି ପ୍ରଭୁ। ଭଗବାନ ଭାବିବାକୁ ଲାଗିଲେ, ଆଜି ମୋ ମା ସହିତ କ'ଣ ହୋଇଛି? ଏହା ପୂର୍ବରୁ କେବେ ମଧ୍ୟ ହୋଇନାହିଁ। ତାପରେ ଯେତେବେଳେ କର୍ମାବାଇ ଖିଚୁଡ଼ି ସେବା କଲେ, ଭଗବାନ ଖିଚୁଡ଼ି ଖାଇଲେ। କିନ୍ତୁ ଆଜି ଭଗବାନ ଖିଚୁଡ଼ିରେ ଦୈନନ୍ଦିନ ଖାଦ୍ୟର ସ୍ୱାଦ ପାଇପାରିଲେ ନାହିଁ। ତାପରେ ପ୍ରଭୁ ପାଣି ନ ପିଇପାରି ମନ୍ଦିର ଭିତରକୁ ପ୍ରବେଶ କଲେ। ଯେତେବେଳେ ପ୍ରଭୁ ମହାତ୍ମାକୁ ବାହାରେ ଦେଖିଲେ, ସେତେବେଳେ ସେ ବୁଝିପାରିଲେ ଯେ କ'ଣ ହୋଇଛି ବୋଲି। ବର୍ତ୍ତମାନ ଏଠାରେ ଠାକୁର ମନ୍ଦିରରେ ଅଛନ୍ତି। ପୁରୋହିତ ମନ୍ଦିରର କବାଟ ଖୋଲିବା ମାତ୍ରେ ଦେଖିଲେ ଯେ ଖିଚୁଡ଼ି ପ୍ରଭୁଙ୍କ ମୁହଁରେ ଲାଗିଛି। ପୁରୋହିତ କହିଲା, ପ୍ରଭୁ, ଏହି ଖିଚୁଡ଼ି କିପରି ତମ ମୁହଁରେ ଆସିଲା? ଭଗବାନ କହିଲେ, ପୁରୋହିତଜୀ, ମୁଁ ପ୍ରତିଦିନ ମୋର ମା କର୍ମାବାଇଙ୍କ ଘରକୁ ଖିଚୁଡ଼ି ଖାଇବାକୁ ଯାଏ। ତୁମେ ମାତା କର୍ମାବାଇଜୀ ଘରକୁ ଯାଅ ଏବଂ ତାଙ୍କ ସ୍ଥାନରେ ରହୁଥିବା ମହାତ୍ମାକୁ ବୁଝାଇ ଦିଅ। ସିଏ ମୋ ମାଆକୁ କୌଣସି ଭୁଲ ରାସ୍ତା ଶିଖାଇଛନ୍ତି। ପୁରୋହିତ ମହାତ୍ମାଜୀ ପାଖକୁ ଯାଇ ସବୁ କଥା କହିବାକୁ ଲାଗିଲେ ଯେ ଭଗବାନ ଭାବନା ପାଇଁ ଭୋକିଲା ଅଛନ୍ତି। ଏହା ଶୁଣି ମହାତ୍ମା ଭୟଭୀତ ହୋଇ ସାଙ୍ଗେ ସାଙ୍ଗେ କର୍ମାବାଇଙ୍କ ପାଖକୁ ଯାଇ କହିଲେ, ମା, ମୋତେ କ୍ଷମା କର। ଏହି ନିୟମ ଏବଂ ଧର୍ମ ଆମ ସାଧୁମାନଙ୍କ ପାଇଁ ଅଟେ। ତୁମେ ଆଗ ଭଳି ସମାନ ଖାଇବା ଜାରି ରଖ। ତାପରେ
ଗୋଟିଏ ଦିନ ଆସିଲା ଯେତେବେଳେ କର୍ମବାଇ ଜୀବନ ହରାଇଲେ। ସେଦିନ ପୁରୋହିତ ମନ୍ଦିରର କବାଟ ଖୋଲି ଦେଖିଲେ ଯେ ଈଶ୍ୱରଙ୍କ ଆଖିରେ ଲୁହ ଆସିଗଲା ଏବଂ ପ୍ରଭୁ କାନ୍ଦୁଥିଲେ। ଯେତେବେଳେ ପୁରୋହିତ କାନ୍ଦିବାର କାରଣ ପଚାରିଲେ, ଭଗବାନ କହିଲେ, ପୁରୋହିତଜୀ, ଆଜି ମୋର ମା କର୍ମାବାଇ ଏହି ଦୁନିଆ ଛାଡ଼ି ମୋ ଦୁନିଆକୁ ଚାଲିଗଲେ। ବର୍ତ୍ତମାନ କିଏ ଖିଚିଡ଼ି କରି ମୋତେ ଖାଇବାକୁ ଦେବ? ପୁରୋହିତ କହିଲା, ପ୍ରଭୁ, ମୁଁ ତୁମ ମାତାଙ୍କୁ ଭୁଲି ଯିବାକୁ ଦେବି ନାହିଁ। ଆଜି ପରେ ପ୍ରଥମେ ଭୋଗ ଲାଗି ହେବ ଖିଚିଡ଼ି। ଏହିପରି ଆଜି ମଧ୍ୟ ଖିଚିଡ଼ି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ